କି ଗାଣ୍ଡି ଫଟା ଖରା ଲୋ ବାପ, ଗାଣ୍ଡି ଜଳି ଯାଉଛି। ର ର ର ଶଳା କାଠିଆ ଆଉ ଏ ହଗୁରା ମାଇକିନା ଏଠି ବସି କଣ କରୁଛନ୍ତି? ର ର ର ଦେଖି ଦେଖି ଏ ଶଳା କାଠିଆଟା ପର ମାଇକିନା ପାଖରେ କଣ ବଇଛି? ଏଇ ବିବାହିତ ନିବାନିବି ଏଠି କଣ କରୁଛ ଭାଇ? ତମେ ଦି ଏଠି ନିରଳା ଜାଗାରେ ବସିକିରି କଣ ଚାଲିଛି? ତମର ଗୋଟେ ଖେଳ ଚାଲିଛି ଆଉ ନା? କି ଯୁଗ ହେଲାରେ ଆଜିକାଲି ଭାଇ, ପର ମାଇପ ପର ଘଇତା, ଏଇ ସବୁ ଆଙ୍କୁ ମିଠା ଲାଗୁଛି। ଶଳା କଣ ହଉଛନ୍ତି ଏସବୁରେ ପ୍ରଭୁ? କଳି ଯୁଗ ପଳେଇ ଆଇଲା ଆଉ। ଯାଏ ସେ ଦି ଜଣଙ୍କୁ ଟିକେ ନିରଳାରେ ପଚାରେ କଣ ତାଙ୍କ ଭିତରେ ଚାଲିଛି। ଦେଖ ତମେ ଦି ଜଣ ଗୀତା ଛୁଇଁ ଶପଥ କର, କିଛି ମିଛ କହିବନି, ମୁଁ ଯାହା ପଚାରିବି ସବୁ କହିବ ହେଲା ସତ। ତୁ ହଗୁରି ପ୍ରଥମେ କହ, ତୁ କଣ ପାଇଁ ଆସିକିରି ପର ଘଇତା ପାଖରେ ତୁ ବସିକି ଏଠି ନାଟକ କୀର୍ତ୍ତନ କରୁଛୁ? ଟୁଙ୍ଗୁରୁ ଭାଇ ସତ କଥା ଏଇଆ ଯେ ମୋ ଘଇତାଟା ଛଡ଼ା ବୁଢା ହେଇଗଲାଣି, ମୋର ଆଉ ପସନ୍ଦ ହଉନି ବୁଝିଲୁ। ଟୁଙ୍ଗୁରୁ ଭାଇ ତୁ ତ ନିଜେ ଜାଣିଛୁ, ନିଜ ମାଇକିନା ଡାଲମା ସମାନ, ପର ମାଇକିନା ଚିକେନ ସମାନ। ତୁ କାଠିଆ ଶଳା, ତତେ ପର ମାଇକିନା ଏମିତି ସୁନ୍ଦର ଲାଗୁଛି? ସବୁବେଳେ ଡାଲମା ଖାଇ ଖାଇ ଶଳା ଏ ପାଟିଟା ପୁରା ଅର୍ଚ ହେଇଗଲା, ସେଇ ପାଇଁ ଟିକେ ଚିକେନ ଖାଇବାକୁ ଇଚ୍ଛା ଆଉ।